ସ୍ୱାଧୀନତା ପରେ ଓଡ଼ିଶା ପାଇଛି 15 ଜଣ ମୁଖ୍ୟମନ୍ତ୍ରୀ। ପ୍ରଥମେ ହେଲେ ହରକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ, ବୀରେନ ମିତ୍ର, ସଦାଶିବ ତ୍ରିପାଠୀ, ରାଜେନ୍ଦ୍ର ନାରାୟଣ ସିଂଦେଓ, ବିଶ୍ୱନାଥ ଦାସ, ନନ୍ଦିନୀ ଶତପଥୀ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ, ଗିରିଧର ଗମାଙ୍ଗ, ନବୀନ ପଟ୍ଟନାୟକ ଏବଂ ମୋହନ ଚରଣ ମାଝୀ। ଏମାନଙ୍କ ମଧ୍ୟରୁ 3 ଜଣ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର। କଂଗ୍ରେସର 2 ଜଣ ହେଭିୱେଟ୍ ହେଉଛନ୍ତି ହେମାନନ୍ଦ ବିଶ୍ୱାଳ ଏବଂ ଗିରିଧର ଗମାଙ୍ଗ ଏବଂ ଭାରତୀୟ ଜନତା ପାର୍ଟିର ହେଉଛନ୍ତି ମୋହନ ଚରଣ ମାଝୀ। 1999 ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ନେବାକୁ ପଡ଼ିଲା ଏବଂ ସେତେବେଳେ ଆଦିବାସୀ ଚେହେରା ହେମାନନ୍ଦ ବିଶ୍ୱାଳଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କଲା ଓଡ଼ିଶା କଂଗ୍ରେସ। କିନ୍ତୁ ଫଳ କ'ଣ ହେଲା? ଓଡ଼ିଶାରେ କଂଗ୍ରେସ ପରାଜିତ ହେଲା। କିନ୍ତୁ ସେ ଅତୀତର ଭୁଲକୁ କଂଗ୍ରେସ ପୁଣି ଦୋହରାଇଲା 1999 ମସିହାରେ। ପ୍ରଥମେ 292 ଦିନ ପାଇଁ ଗିରିଧର ଗମାଙ୍ଗଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କଲା କଂଗ୍ରେସ। କିନ୍ତୁ ମହାବାତ୍ୟାକୁ ମ୍ୟାନେଜମେଣ୍ଟ କରିବାରେ ବିଫଳ ହେଲେ ଗମାଙ୍ଗ। ସେଥିପାଇଁ ତାଙ୍କୁ ହଟାଇକି ଆଉ ଜଣେ ଆଦିବାସୀ ଚେହେରା ମାନେ ହେମାନନ୍ଦ ବିଶ୍ୱାଳଙ୍କୁ ପୁଣି ରିପିଟ୍ କଲା। ସେତେବେଳେ ସେ 90 ଦିନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ। ତାପରେ ଆସିଲା 2000 ନିର୍ବାଚନ। ସେବେଠାରୁ କଂଗ୍ରେସ ଯାଇଛି ଯେ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ପାୱାରକୁ ରିଟର୍ଣ୍ଣ କରିପାରୁନାହିଁ କଂଗ୍ରେସ। ତାହେଲେ ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ନେତୃତ୍ୱ କ'ଣ ଏକଥା ବୁଝିପାରୁନାହାନ୍ତି ଯେ ଓଡ଼ିଶାରେ କଂଗ୍ରେସର ଆଦିବାସୀ କାର୍ଡ ଫେଲ୍ ହୋଇସାରିଛି? ହେମାବାବୁ ଏବଂ ଗିରିଧର ଗମାଙ୍ଗଙ୍କର ଏକ୍ସପେରିମେଣ୍ଟ ଓଡ଼ିଶାରେ କଂଗ୍ରେସକୁ ଏତେ ତଳକୁ ନେଇଯାଇଛି ଯେ କଂଗ୍ରେସ ଆଉ ସରକାର କରିବ ବୋଲି ସ୍ୱପ୍ନରେ ମଧ୍ୟ ଭାବି ପାରୁନାହିଁ। ଏକଥା ନରେନ୍ଦ୍ର ମୋଦି ହୁଏତ ବୁଝି ନ ପାରନ୍ତି, କିନ୍ତୁ ଅମିତ ଶାହା ଏଇଟା ବୁଝି ସାରିଛନ୍ତି ବୋଲି ଇସାରା ଦେଇ ସାରିଲାଣି। ଆପଣ କହିବେ କେମିତି? ଦେଖନ୍ତୁ, ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ମୁଖ୍ୟ ବିନ୍ଧାଣୀ ଥିଲେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅମିତ ଶାହା। ଅମିତ ଶାହା ସେଠି 21 ଦିନ କ୍ୟାମ୍ପେନ୍ କଲେ, କିନ୍ତୁ କେଉଁଠି ଓଡ଼ିଶା ପ୍ରସଙ୍ଗ ସେ ଉଠେଇ ନାହାନ୍ତି। ଯେତେବେଳେ ବିଜେପିର ମଡେଲ ଷ୍ଟେଟ୍ ହିସାବରେ ପ୍ରୋଜେକ୍ଟ କରିବାର ସମୟ ଆସିଛି, ସେତେବେଳେ ଅମିତ ଶାହା କହିଛନ୍ତି ଆପଣ ବିଜେପିର ଉତ୍ତରାଖଣ୍ଡ ସରକାରକୁ ଦେଖନ୍ତୁ, ଉତ୍ତରପ୍ରଦେଶ ସରକାରକୁ ଦେଖନ୍ତୁ, ଆସାମର ସରକାରକୁ ଦେଖନ୍ତୁ ଏବଂ ତ୍ରିପୁରାର ସରକାରକୁ ଦେଖନ୍ତୁ, ସେଠି କିଭଳିଆ ଡେଭଲପମେଣ୍ଟ ହେଉଛି। କିନ୍ତୁ କେଉଁଠି ଅମିତ ଶାହା ଓଡ଼ିଶା ବିଜେପିର ସରକାର ବା ମୋହନ ମାଝୀ ସରକାରଙ୍କ ସମ୍ପର୍କରେ କହିନାହାନ୍ତି। ତାମାନେ ଅମିତ ଶାହା ଭଲ ଭାବରେ ବୁଝି ସାରିଲେଣି ଯେ ଓଡ଼ିଶାରେ ଶାସନତନ୍ତ୍ର ପୁରା ହୁଗୁଳି ଯାଇଛି। ମାନେ 2029 ନିର୍ବାଚନ ମୋହନ ମାଝୀଙ୍କ ନେତୃତ୍ୱରେ ଲଢ଼ା ନ ଯାଇପାରେ। ତାହେଲେ ଆମେ କ'ଣ ଏଇଆ ଆକଳନ କରିବା ଯେ 2 ବର୍ଷ ପୂର୍ତ୍ତି ପରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବଦଳିବେ ଆଉ ଆଦିବାସୀ ନେତୃତ୍ୱ ଜାଗାରେ ଜଣେ ଅଣ ଆଦିବାସୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ? ଏହାର ଉତ୍ତର କେବଳ ମୋଦି ଏବଂ ଶାହା ହିଁ ଦେଇପାରିବେ।